ମାମା ଆଜି ରୁଦ୍ର ପାଇଁ କଣ ବନେଇବ ଖାଇବାକୁ? ମୋମୋ। ଓକେ। ନମସ୍କାର, ଜୟ ଜଗନ୍ନାଥ। ମୁଁ ଲିଭା ଆପଣଙ୍କୁ ମୋ ଫୁଡିସ୍ ଲାଇଫ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ମୁଁ ମୋ ପୁଅର ଡିମାଣ୍ଡରେ ବନେଇଛି ମୋମୋ। ଆପଣ ଭାବୁଥିବେ ମୋମୋ ପୁଣି ଛୋଟ ଛୁଆକୁ? ହଁ, କାରଣ ମୁଁ ଏଇଟା ହେଲ୍ଦି ମୋମୋ ବନେଇଛି। ମଇଦାରେ ନୁହେଁ, ଶାଗୁରେ ବନେଇଛି, ଯୋଉଟା କି ବହୁତ ହି ହେଲ୍ଦି ରହିବ। ନର୍ମାଲି ତ ମୋମୋ ସମସ୍ତେ ମଇଦାରେ ହିଁ ବନାନ୍ତି, କିନ୍ତୁ ଶାଗୁରେ ମୁଁ ବି ଫାଷ୍ଟ ଟାଇମ୍ ବନେଇଛି, କିନ୍ତୁ ବିଲିଭ୍ କରନ୍ତୁ ଏତେ ବଢ଼ିଆ ବନିଥିଲା। ମୁଁ ଏଥର ଯେବେ ବି ମୋମୋ ବନେଇବି ଶାଗୁରେ ହିଁ ବନେଇବି। ବେଶୀ କିଛି କଷ୍ଟ ନଥିଲା। ଓନ୍ଲି ଶାଗୁକୁ ଆପଣଙ୍କ ପାଖରେ ଯୋଉ ଶାଗୁ ବି ଥାଉ, ଶାଗୁକୁ ଟିକେ ରୋଷ୍ଟ କରିକି ତାକୁ ଥଣ୍ଡା ହେଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ କରିକି ସେଇ ଚୁନାକୁ ଜଷ୍ଟ ଅଟା ମଇଦା ଚକଟିଲା ଭଳିଆ ତାକୁ ଚକଟିବାର ଅଛି। ଚକଟିକି ତାକୁ ଛୋଟ ଛୋଟ ବେଲିକି ତା ଦେହରେ ଫିଲିଙ୍ଗ ଦେଇକି ତାକୁ ଷ୍ଟିମ୍ କରିବାର ଅଛି। ଏଠି ମୁଁ ଫିଲିଙ୍ଗ ପାଇଁ ପତ୍ରକୋବି, ଗାଜର, କ୍ୟାପ୍ସିକମ୍, ବିନ୍ସ, ପିଆଜ ତାକୁ ଭଲସେ ଚପରରେ ଚପ୍ କରି ନେଇଛି, ପୁରା ଛୋଟ ଛୋଟ ଫାଇନଲି ଚପ୍ କରିବାର ଅଛି। ତା ଦେହରେ ଓନ୍ଲି ଲୁଣ ଆଉ ଗୋଲମରିଚ ପାଉଡର ଦେଇକି ତାକୁ ଟିକେ ଫ୍ରାଏ କରିବାର ଅଛି। ବେଶୀ କିଛି ମସଲା ଦରକାର ନାହିଁ। ଏଥିରେ କିଛି ମସଲା ପଡେନି, ଏମିତି ହିଁ ବହୁତ ଭଲ ଲାଗେ। ମୁଁ ଆ ଦେହରେ ଖାଲି ଅଳ୍ପ ଟିକେ ପନିର ପକେଇକି ମିକ୍ସ ବାଲା ବନେଇ ଦେଇଛି। ଏବେ ତ ବହୁତ ଟାଇପ ର ମୋମୋ ମାର୍କେଟରେ ମିଳୁଛି, ଫ୍ରାଏଡ, ସେଜୱାନ, KFC ମୋମୋ ବହୁତ ପ୍ରକାରର। କିନ୍ତୁ ମତେ ତ ଷ୍ଟିମ୍ ମୋମୋ ହିଁ ବେଶୀ ଭଲ ଲାଗେ। ମୁଁ ଯେତେବେଳେ ବି ବାହାରେ ଖାଏ ଓନ୍ଲି ଷ୍ଟିମ୍ ହିଁ ଅର୍ଡର କରେ। ଆପଣଙ୍କୁ କୋଉ ମୋମୋ ଭଲ ଲାଗେ? ନିଶ୍ଚୟ କମେଣ୍ଟ କରିକି ଜଣେଇବେ। ଆପଣ ଏଥିରେ ଗ୍ରୀନ୍ ଚିଲି ବି ପକେଇ ପାରିବେ। ମୁଁ ପକେଇନି କାରଣ ମୋର ଛୋଟ ଛୁଆ ଖାଇବାର ଅଛି ବୋଲି। ନହେଲେ ଗ୍ରୀନ୍ ଚିଲି ବି ବହୁତ ଭଲ ଲାଗିବ ଚପ୍ କରି ପକେଇଲେ। ତାର ସ୍ମେଲ ତ ବହୁତ ଅଲଗା ପ୍ରକାର। ଏଥିରେ ଟିକେ ଅଟା ଚୁନା ଦେଇକି ମୁଁ ବେଲିଛି, କାରଣ ନହେଲେ ଲାଖିଯିବ। ଛୋଟ ଛୋଟ ପୁରୀ ଭଳି ବେଲିକି ତାକୁ ତା ଭିତରେ ଫିଲିଙ୍ଗ ଦେଇଛି। ମୁଁ ଆକ୍ଚୁଆଲି ଆଜି ବହୁତ ଦିନ ପରେ ଭିଡିଓ ବନଉଛି। ପୁରା ଗୋଟେ ୱିକ୍ ପରେ, କାରଣ ଟିକେ ଅଲଗା କାମରେ ବିଜି ରହିଯାଇଥିଲି, ଭିଡିଓ ବନେଇ ପାରୁନଥିଲି। ଆପଣ ଏଇ ମୋମୋ ସିଓର ଘରେ ବନେଇକି ଟ୍ରାଏ କରନ୍ତୁ, ବହୁତ ବଢିଆ ଲାଗିବ। ପୁରା ଟ୍ରାନ୍ସପରେଣ୍ଟ ହିଁ ବନି ଯାଉଛି। ଆମ ଘରେ ତ ସମସ୍ତଙ୍କୁ ବହୁତ ଭଲ ଲାଗିଲା, ସମସ୍ତେ ବହୁତ ଖୁସିରେ ଖାଇଲେ। ଷ୍ଟିମ୍ ହବା ପାଇଁ ଓନ୍ଲି 15 ମିନିଟ୍ ହିଁ ଲାଗୁଛି, ବେଶୀ ଟାଇମ ଲାଗୁନି। ବହୁତ ଜଲ୍ଦି ବନି ଯାଉଛି ଆଉ ବହୁତ ଇଜି ବି। ଦେଖନ୍ତୁ ମୁଁ ଖୋଲିକି ଦେଖଉଛି, କେତେ ବଢିଆ ଦେଖା ଯାଉଛି। ଏଟା ଥଣ୍ଡା ହେଲା ପରେ ମୁଁ ଆପଣଙ୍କୁ ଦେଖେଇବି ତା ଭିତର ଫିଲିଙ୍ଗ ଟା। ଦେଖନ୍ତୁ, ଆଉ ଦେଖିବାକୁ ଯେତିକି ୟମ୍ମି ସେତିକି ଟେଷ୍ଟି ବି ଲାଗୁଥିଲା। ଥ୍ୟାଙ୍କ ୟୁ ଫର ୱାଚିଂ।